ପିଲାମାନେ ଆଜି ଯେତେବେଳେ ବିଦ୍ୟାଳୟକୁ ଆସୁଥିଲ ସେତେବେଳେ ତୁମମାନଙ୍କ ଭିତରୁ କେଉଁମାନେ ସବୁ ଶୀଘ୍ର ପହଞ୍ଚିଥିଲ? କେଉଁମାନେ ସବୁ ପ୍ରାର୍ଥନା ଶ୍ରେଣୀରେ ଆଗ ଠିଆ ହେଇଥିଲ କହିଲ? ହଁ, ଓ ନିତୁ, ସୁମନ, କୁସୁମ ଓ ଏମାନେ ସବୁ ଆଗ ଠିଆ ହେଇଥିଲ। ଆଚ୍ଛା, ଠିକ୍ ଅଛି। ତାହେଲେ କେଉଁମାନେ ସବୁ ପଛରେ ଆସିକି ଠିଆ ହେଲ? ଦୀପକ, ତୁମେ ପଛରେ ଛିଡ଼ା ହେଇଥିଲ। ତୁମେ ଜାଣିଛ ଆମେ ଯେମିତି ଆଗ ଓ ପଛ ଗୋଟିଏ ଧାଡ଼ିରେ ଛିଡ଼ା ହେଇଥିଲୁ, ସେଇଭଳି ଆମ ତୃତୀୟ ଶ୍ରେଣୀ ଗଣିତ ବହିରେ ଗୋଟିଏ ପାଠଟିଏ ଅଛି। ସଂଖ୍ୟାମାନେ ମଧ୍ୟ ଏଇଭଳି ଆଗ ଏବଂ ପଛ ଭାବରେ ଆସିଥାନ୍ତି। ଜାଣିଛ, ସେଇ ପାଠଟି ହେଉଛି ଆଗ ପଛ ଜାଣିବା। ଏଇ ପାଠଟିକୁ ପଢ଼ି ସାରିବା ପରେ ତୁମେ 3 ଅଙ୍କ ବିଶିଷ୍ଟ ସଂଖ୍ୟାର ପୂର୍ବବର୍ତ୍ତୀ, ମଧ୍ୟବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟାଗୁଡ଼ିକୁ ଚିହ୍ନି ପାରିବ। ତୁମେ ଦେଖୁଛ ଚିତ୍ରରେ ତୁମେ ଯେପରି ଧାଡ଼ି ବାନ୍ଧି ପ୍ରାର୍ଥନା ସଭାରେ ଜଣକ ପରେ ଜଣେ ଆସିଥିଲ, ଠିକ୍ ସେମିତି ଏଇଠି 301, 302, 303, 304 ଓ 305 ସେଇଭଳି ଆଗ ପଛ ହୋଇ ଛିଡ଼ା ହୋଇଛନ୍ତି। ଏଇ ସଂଖ୍ୟାମାନଙ୍କର ଆଗ ଓ ପଛ, ମଧ୍ୟବର୍ତ୍ତୀ ଏଇସବୁ କଥା ଜାଣିବା ପାଇଁ ଚାଲ ଆଜି ଆମେ ଗୋଟେ କାହାଣୀଟିଏ ଶୁଣିବା। ଏଇ କାହାଣୀଟିର ନାଁ ହେଉଛି ଆଗ ପଛ ଜାଣିବା। ଆଚ୍ଛା କହିଲ, ଏଇ ଯେଉଁ ଚିତ୍ର ଦେଖୁଛ, ଏଇ ଚିତ୍ରରେ କେଉଁମାନେ ସବୁ ଅଛନ୍ତି? ଏଇ ଚିତ୍ର ହେଉଛି ଜଙ୍ଗଲରେ ଗୋଟିଏ ସଭାର ଚିତ୍ର। ଏଇ ଚିତ୍ରରେ କେଉଁମାନେ ଆସିଛନ୍ତି? ଏଇ ଚିତ୍ରରେ ବାଘ, ଭାଲୁ, ହାତୀ, ଜିରାଫ, ହରିଣ, କୋକିଶିଆଳି, ମାଙ୍କଡ଼, ବଗ, କୋଇଲି, ଠେକୁଆ, ବଣି, ସାପ, ଆଉ ସାପ ପଛକୁ ମୟୂରଟିଏ ବି ଅଛି। ଦିନେ ଜଙ୍ଗଲରେ ପଶୁପକ୍ଷୀମାନେ ସଭା କଲେ। ସେମାନଙ୍କ ମଧ୍ୟରେ ଭାଳାଳି ପଡ଼ିଲା। ମଣିଷମାନେ ଦିନକୁ ଦିନ ଜଙ୍ଗଲ କାଟି ସଫା କରି ଦେଉଛନ୍ତି। ଜଙ୍ଗଲ ସଫା ହୋଇଗଲେ ଆମେ ରହିବା କେଉଁଠି? ଖାଇବା ବା କ'ଣ? କୋକିଶିଆଳି ଉଠି କହିଲା, ଆମେ ଗଛ ଲଗାଇବା ଓ ଜଙ୍ଗଲକୁ ରକ୍ଷା କରିବା। ସମସ୍ତେ ଠିକ୍ କଲେ ନର୍ସରୀରୁ ଚାରା ଆଣିବେ। ବଗୁଲି ନାନୀ ନର୍ସରୀରେ ଚାରା ଗଛ ବାଣ୍ଟୁଥାଏ। ସମସ୍ତେ ଆଗ ଚାରା ନେବା ପାଇଁ ଜିଦ୍ କରୁଥାନ୍ତି। ଏତେ ପଶୁପକ୍ଷୀଙ୍କୁ ଚାରା କିପରି ବାଣ୍ଟିବ? ବଗୁଲି ନାନୀ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ସଂଖ୍ୟା କାର୍ଡ଼ ଦେଲା। ସେଇ ସଂଖ୍ୟା କାର୍ଡ଼ ଅନୁଯାୟୀ ସେମାନଙ୍କୁ ଧାଡ଼ି ବାନ୍ଧି ଆସିବାକୁ କହିଲା। ଚିତ୍ରଟେ ଦେଖ, ଏଇ ଚିତ୍ରରେ ମୂଷା ଛୁଆଟି କେଉଁ କାର୍ଡ଼ ଧରିଛି? ହଁ, ଠିକ୍ କହିଲ, ମୂଷା ଛୁଆଟି 108 ଧରିଛି। ତା ପଛକୁ ଠେକୁଆ କେଉଁ କାର୍ଡ଼ଟିଏ ଧରିଛି? 109। ତା ପଛକୁ ଦେଖ, ଗୁଣ୍ଡୁଚି ମୂଷା କେଉଁ କାର୍ଡ଼ ଧରିଛି? ଗୁଣ୍ଡୁଚି ମୂଷା 110 କାର୍ଡ଼ଟି ଧରିଛି। ତା ପଛକୁ କୋକିଶିଆଳି ଠିଆ ହେଇଛି। ସେ କେଉଁ କାର୍ଡ଼ ଧରିଛି? 111। ତା ପଛକୁ ଦେଖ, ହରିଣଟି କେଉଁ କାର୍ଡ଼ଟି ଧରିଛି? 112 କାର୍ଡ଼ ଧରିଛି। ସେମିତି ତା ପଛକୁ ବାଘ ଅଛି। ବାଘ କେଉଁ କାର୍ଡ଼ ଧରିଛି? 113 ସଂଖ୍ୟା ଥିବା କାର୍ଡ଼ଟି ଧରିଛି। ତା ପଛକୁ ହାତୀ କେଉଁ ସଂଖ୍ୟା କାର୍ଡ଼ ଧରିଛି? ଠିକ୍ କହିଲ, 114 ସଂଖ୍ୟା କାର୍ଡ଼ଟିକୁ ଧରିଛି। ତାପରେ ଯେଉଁ ଭାଲୁ ଅଛି, ସେ କେଉଁ କାର୍ଡ଼ ଧରିଛି? 115 କାର୍ଡ଼ଟିକୁ ଧରିଛି। ତାହେଲେ ଆମେ ଦେଖିଲେ ଏହି ସଭାରେ ଯେଉଁ ପଶୁପକ୍ଷୀମାନେ ଚାରା ନେବା ପାଇଁ ଆସିଥିଲେ, ସେମାନେ ଯେଉଁ ସଂଖ୍ୟା କାର୍ଡ଼ ଗୁଡ଼ିକ ଧରିଥିଲେ, ସେଗୁଡ଼ିକ ହେଉଛି 108, 109, 110, 111, 112, 113, 114 ଆଉ 115। ବର୍ତ୍ତମାନ ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି, ଉତ୍ତର ଦିଅ।
କହିଲ ସମସ୍ତଙ୍କ ଆଗରେ ଯିଏ ଅଛି ତାର ସଂଖ୍ୟା କେତେ? ସମସ୍ତଙ୍କ ଆଗରେ କିଏ ଅଛି? ମୂଷାଟିଏ ଅଛି। ତ ମୂଷାଟିଏ କେଉଁ ସଂଖ୍ୟା କାର୍ଡ଼ ଧରିଛି? 108। ତାହା ପରକୁ କେଉଁ ସଂଖ୍ୟା ଅଛି? ହଁ, ଠିକ କହିଲ, ତା ପଛକୁ 109 ଅଛି। 110ର ପରବର୍ତ୍ତୀ ସଂଖ୍ୟା କେତେ? 110ର ପରବର୍ତ୍ତୀ ସଂଖ୍ୟା ହେଉଛି 111। 114ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? କହିଲ ଦେଖି, ଚିତ୍ର ଦେଖି। 114ର ପୂର୍ବବର୍ତ୍ତୀ ସଂଖ୍ୟାଟି ହେଉଛି ବାଘ ଧରିଥିବା ସଂଖ୍ୟା, ସେ ହେଉଛି 113। ବର୍ତ୍ତମାନ କୁହ 110 ଓ 114 ମଝିରେ କେଉଁ କେଉଁ ସଂଖ୍ୟା ଅଛି? ଦେଖିଲ, ଗୁଣ୍ଡୁଚି ମୂଷା ଆଉ ହାତୀ ଧରିଥିବା ସଂଖ୍ୟା କାର୍ଡ଼ର ମଝିରେ କେଉଁ କେଉଁ ସଂଖ୍ୟା ଗୁଡ଼ିକ ରହିଲା? ଠିକ କହିଛ, 111, 112, 113। ବାଃ, ତୁମେ ତ ସବୁ ଠିକ ଭାବରେ ଉତ୍ତର ଗୁଡ଼ିକ ଦେଇପାରୁଛ। ବର୍ତ୍ତମାନ ଆମେ ଏଇ ସଭାରେ ଥିବା ସଂଖ୍ୟା କାର୍ଡ଼କୁ ଦେଖିକି ଯେମିତି ଗଣନା କରୁଥିଲେ, ଏବେ ଠିକ ସେମିତି ଠିକ ପୂର୍ବବର୍ତ୍ତୀ ସଂଖ୍ୟା ଗୁଡ଼ିକୁ ଗୋଲ କରିବା। ଡାହାଣ ପଟେ କେତେ ଗୁଡ଼ିଏ ସଂଖ୍ୟା ଲେଖା ହେଇଛି, ଯେମିତିକି 311, 216, 346 ଆଉ 406। ବର୍ତ୍ତମାନ ଏଇ ଯେଉଁ ସଂଖ୍ୟା ଗୁଡ଼ିକ ଅଛି, ଏଇ ସଂଖ୍ୟା ଗୁଡ଼ିକର ପୂର୍ବବର୍ତ୍ତୀ ସଂଖ୍ୟା ଗୁଡ଼ିକ ଲେଖିବା। 311ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? 310। ଠିକ କହିଛ। 216ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? 215। ସେମିତି 346ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? 345। ଆଚ୍ଛା କହିଲ, 406ର ଠିକ ପୂର୍ବବର୍ତ୍ତୀ ସଂଖ୍ୟା କେତେ? 405। ଠିକ କହିଛ। ବର୍ତ୍ତମାନ ଆମେ ଦେଖିବା, ଆମ ପାଖରେ 3ଟି ଲେଖାଏଁ ସଂଖ୍ୟା ଅଛି। ସେଇ 3ଟି ସଂଖ୍ୟା ଭିତରୁ ମୁଁ ଯେଉଁ ସଂଖ୍ୟା ଗୁଡ଼ିକ କହୁଛି ତାର ଠିକ ପୂର୍ବବର୍ତ୍ତୀ ସଂଖ୍ୟା ଗୁଡ଼ିକୁ ଗୋଲ କରିବା। ଆଚ୍ଛା କହିଲ, 101ର ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ? ଠିକ କହିଛ, ତାହା ହେଉଛି 100। ଠିକ ସେମିତି 152ର ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ? 152ର ପୂର୍ବବର୍ତ୍ତୀ ସଂଖ୍ୟାଟି ହେଉଛି ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି ହେଉଛି 151। ପୁଣି ଥରେ କୁହ, 247ର ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ? 247ର ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି ହେଉଛି 246। ବର୍ତ୍ତମାନ କୁହ, 364ର ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ? 363। ଆରେ ବାଃ, ତୁମେ ସମସ୍ତେ ବହୁତ ସୁନ୍ଦର ଉତ୍ତର ଦେଇଛ। ଏବେ ବୁଝିଲ ତ, ଆମେ ଯେଉଁ ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି କହୁଥିଲେ, ସେଇ ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି ଗୋଟିଏ ସଂଖ୍ୟା ଠାରୁ ସବୁବେଳେ 1 ସାନ ହୋଇଥାଏ। ଆମେ ଦେଖୁଛେ 311ର ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି ହେଉଛି 310 ଏବଂ ସେଇ 310 311 ଠାରୁ 1 କମ୍। ତେଣୁ ଠିକ ଏଇଭଳି ଭାବରେ ତୁମେ ତୁମ ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ସଂଖ୍ୟା ଖେଳ ଖେଳିପାରିବ। ତୁମେ ନିଜେ ତୁମ ସାଙ୍ଗକୁ କେତେ ଗୁଡ଼ିଏ ସଂଖ୍ୟା କହିବାକୁ କୁହ, ସେହି ସଂଖ୍ୟା ଗୁଡ଼ିକ ଖାତାରେ ଲେଖି ସାରିବା ପରେ ବର୍ତ୍ତମାନ ସେଗୁଡ଼ିକର ଠିକ ପୂର୍ବବର୍ତ୍ତୀ ସଂଖ୍ୟାଟି ନିର୍ଣ୍ଣୟ କର। ସେଇଭଳି ତୁମେ ବର୍ତ୍ତମାନ ବହିର ଅଭ୍ୟାସ କାର୍ଯ୍ୟ କରିପାରିବ। ବହିରେ ମଧ୍ୟ ତୁମର ଯେଉଁ ଅଭ୍ୟାସ କାର୍ଯ୍ୟରେ ଠିକ ପୂର୍ବବର୍ତ୍ତୀ ସଂଖ୍ୟା ସ୍ତମ୍ଭଟି ଅଛି, ତାକୁ ମଧ୍ୟ ତୁମେ ପୂରଣ କରିପାରିବ। ତ ଏଇଭଳି ଭାବରେ ତୁମେ ତୁମ ସାଙ୍ଗମାନଙ୍କ ସହିତ କିମ୍ବା ନିଜ ଖାତାରେ ମଧ୍ୟ ଅନେକ ଗୁଡ଼ାଏ ସଂଖ୍ୟା ଲେଖି ତାର ଅଭ୍ୟାସ କରିପାରିବ। ଆଜି ତ ଆମେ ଠିକ ପୂର୍ବବର୍ତ୍ତୀ ସଂଖ୍ୟାକୁ ଚିହ୍ନିଲେ। ଆସନ୍ତାକାଲି ଆଉ ଠିକ ଏବଂ ସେମାନଙ୍କ ଭିତରେ ଆଗ କିଏ ପଛ କିଏ ଜାଣିଲେ, ଆସନ୍ତାକାଲି ଆମେ ନିଶ୍ଚିତ ଭାବେ ଠିକ ପରବର୍ତ୍ତୀ ସଂଖ୍ୟାଟି ଚିହ୍ନିବା। ତେଣୁ ଆଜିର ଏଇ ଶ୍ରେଣୀରେ ତୁମର
ସୁନ୍ଦର ଯୋଗଦାନ ପାଇଁ ତୁମ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।